ଆଜି ଚାଲନ୍ତୁ ଶୁଣିବା ଜହ୍ନମାମୁଁର ଆଉ ଗୋଟିଏ ଗପ, ଯାହାର ନାଁ ହେଲା ଉପହାର। ସିସିଲି ରାଜ୍ୟର ଗୋଟେ ଛୋଟ ଗାଁରେ ଦୁଇଟି ଚାଷୀ ବାସ କରୁଥିଲେ। ଏକା ଦିନରେ ଦୁହିଁଙ୍କର ଦୁଇଟି ପୁଅ ଜନ୍ମ ହେଲା। ସେମାନଙ୍କର ନାମକରଣ ଉତ୍ସବରେ ଦୁହିଁଙ୍କର ନାମ ଦିଆଗଲା। ଜଣକ ନାମ ଫାଙ୍କୋ, ଆଉ ଜଣକ ନାମ ଜେରାଲଡ। ଉତ୍ସବରେ ଦୁଇଟି ଆସନ ଖାଲି ରଖାଯାଇଥିଲା ଦୁଇଜଣ ଦେବୀଙ୍କ ପାଇଁ। ଦେବୀମାନେ ଆସି ପିଲାଙ୍କୁ ଆଶୀର୍ବାଦ କରିବାର ବିଶ୍ୱାସ ଲୋକଙ୍କର ଥିଲା। ଉତ୍ସବ ଶେଷ ହେବା ଉପରେ ଏତିକିବେଳେ ଦୁଇ ଦେବୀ ଆସି ଆବିର୍ଭୂତ ହେଲେ। ତାଙ୍କ ମଧ୍ୟରୁ ଜଣେ ଥିଲେ ବୃଦ୍ଧା, ଯିଏ ଫ୍ରଙ୍କର ମା ପାଖରେ ବସିଲେ। ଅନ୍ୟ ଜଣକ ଜେରାଲଡର ମା ପାଖରେ ବସିଲେ। ବୃଦ୍ଧା ଦେବୀ ଜଣକ ଫ୍ରଙ୍କର ମଥା ଉପରେ ହାତ ରଖି କହିଲେ, ଏ ପିଲାଟି ସଦା ପ୍ରସନ୍ନ ଆଉ ସୁଖ ସନ୍ତୋଷ ସହ ଜୀବନ ବିତାଇବ। ଏକଥା କହି ସେ ତାକୁ ଗୋଟେ ବିଚିତ୍ର ବେଣୁ ଉପହାର ଦେଲେ, ଆଉ କହିଲେ, ଯେତେବେଳେ ସେ ଏହି ବଂଶୀଟି ବଜାଇବ ସେତେବେଳେ ସେ ସମସ୍ତ ଚିନ୍ତାରୁ ମୁକ୍ତି ହୋଇ ଆନନ୍ଦରେ ରହିବ। ଅନ୍ୟ ଦେବୀ ଜଣକ ଜେରାଲଡର ମଥା ଉପରେ ହାତ ରଖି କହିଲେ, ମୁଁ ଜେରାଲଡକୁ ଗୋଟେ ନୂଆ ଆଉ ସୁନ୍ଦର ଉପହାର ଦେଉଛି। ଏହାଦ୍ୱାରା ଏ ବାଳକ ଭବିଷ୍ୟତରେ ସର୍ବଦା ଧନୀ ହୋଇ ରହିବ। ଏକଥା କହି ସେ ତାକୁ ଗୋଟେ ଚମଡ଼ା ଥଳି ଉପହାର ଦେଲେ, ଆଉ କହିଲେ, ଯେତେବେଳେ ତାର ଧନ ଦରକାର ହେବ ସେ କେବଳ ଥରେ କହିବ, ତମ୍ବା, ରୂପା, ସୁନା। ତେବେ ଏ ଥଳି ଭିତରୁ 3ଟି ସୁନାର ମୋହର ଆପେ ଆପେ ବାହାରି ଆସିବ। କିନ୍ତୁ ଏହାର ଉପଯୋଗ ଦିନକୁ ଥରେ ମାତ୍ର ହେବା ଦରକାର। ଉପହାର ଦେଇ ଦେବୀମାନେ ଅଦୃଶ୍ୟ ହୋଇଗଲେ। ଜେରାଲଡର ମା ବାପା ତାଙ୍କ ପୁଅର ଉପହାରରେ ଖୁବ୍ ଖୁସି ହେଲେ। କିନ୍ତୁ ଫ୍ରଙ୍କର ବାପା ମା ତାଙ୍କ ପୁଅର ଉପହାରରେ ନିରାଶ ହେଲେ ମାତ୍ର। ସେମାନେ ଭାବିଲେ, ସଦା ପ୍ରସନ୍ନ ରହିଗଲେ ଲାଭ କ'ଣ? ସେହି ପ୍ରସନ୍ନତା ଦ୍ୱାରା କାହାରି ପେଟ ତ ପୂରିବ ନାହିଁ। ଦୁଇଟି ପିଲା କ୍ରମେ ବଡ଼ ହେବାକୁ ଲାଗିଲେ। ଦୁହେଁ ନିଜ ନିଜର ଉପହାରକୁ ଉପଯୋଗ କରି ଖୁସିରେ ଥାଆନ୍ତି। କିନ୍ତୁ ଜେରାଲଡ ପ୍ରତିଦିନ ପାଉଥିବା ସୁନା ମୋହର ଦେଖି ଫ୍ରଙ୍କର ବାପା ମା ଈର୍ଷା କଲେ। ଜେରାଲଡର ବାପା ମାଙ୍କର ଗର୍ବ ବହୁତ ହୋଇଗଲା ଯେ ଦିନକୁ ଦିନ ସେ ଆହୁରି ଧନୀ ହୋଇ ଚାଲିଛନ୍ତି। କିଛିଦିନ ପରେ ଦୁଇ ଯୁବକ ରାଜାଙ୍କର ସୈନ୍ୟ ବିଭାଗରେ ନିଯୁକ୍ତି ପାଇଲେ। ଥରେ ଯୁଦ୍ଧ ହେଲା, ଆଉ ଯୁବକ ଦୁହିଁଙ୍କୁ ଅନ୍ୟ ଦେଶର ଶତ୍ରୁ ରାଜା ବନ୍ଦୀ କରି ରଖିଲେ, ଆଉ ବଗିଚା କାମ କରିବାକୁ ଦେଲେ। ବିଚିତ୍ର ବେଣୁ ଯୋଗୁଁ ଫ୍ରଙ୍କ ସବୁ କାମ କଲେ ମଧ୍ୟ ଏକୁଟିଆ ବେଳେ ଖୁସିରେ ଥାଏ। ଜେରାଲଡ ମଧ୍ୟ ସବୁଦିନେ ସୁନା ମୋହର ପାଉଥାଏ, ହେଲେ ଦୁଃଖରେ ଥାଏ। ସୁନା ମୋହର ନେଇ କରିବ ବା କ'ଣ? ଦିନେ ସେ ରାଜାଙ୍କ ପାଖକୁ ଯାଇ ପଚାରିଲା, ତାକୁ ବନ୍ଦୀ ଜୀବନରୁ ମୁକ୍ତ କରିବାକୁ ହେଲେ କେତେ ସୁନା ମୋହର ଦରକାର? ଏକଥା ଶୁଣି ରାଜାଙ୍କୁ ହସ ମାଡ଼ିଲା। ସେ ଭାବିଲେ, ଏ କି ଆଶ୍ଚର୍ଯ୍ୟ କଥା! ଜଣେ ଚାଷୀର ପୁଅ ସୁନା ମୋହର ବିଷୟରେ କହୁଛି। ତେବେ ତା କଥାର ସତ୍ୟତା ପରୀକ୍ଷା କରିବା ପାଇଁ ସେ କହିଲେ, ମୋର 60ଟି ସୁନା ମୋହର ଦରକାର। ଜେରାଲଡ କହିଲା, ଠିକ୍ ଅଛି, ମୁଁ 20 ଦିନ ମଧ୍ୟରେ ଦେଇଦଉଛି। ଏକଥା ଶୁଣି ରାଜା ଆଶ୍ଚର୍ଯ୍ୟ ହେଲେ, ଆଉ ଏହାର ରହସ୍ୟ ଜାଣିବା ପାଇଁ ରାଜା ତାଙ୍କର ଅନୁଚରମାନଙ୍କୁ ନିଯୁକ୍ତି କଲେ। ସେମାନେ ସବୁ ଘଟଣା ଦେଖି ରାଜାଙ୍କୁ ଖବର ଦେଲେ। ରାଜା ଭାବିଲେ ଯେ ଏହି ଆଶ୍ଚର୍ଯ୍ୟ ଥଳିଟି ସେ ନିଜ ପାଖରେ ରଖିଲେ ଆହୁରି ଧନୀ ହୋଇଯିବେ। ଏକଥା ଭାବି ରାଜା ଜେରାଲଡକୁ ପୁଣି ଡାକି କହିଲେ, ତମେ 60 ସୁନା ମୋହର ଦେଲେ ହେବ ନାହିଁ, ଆହୁରି ଅଧିକ ଦରକାର। ତା ଛଡ଼ା ତମେ ସବୁଦିନ ଥଳିରୁ ଯାହା ପାଉଛ ତାକୁ ମୋତେ ଦେଇଦେଉନାହ କାହିଁକି? ସବୁ ଦେଇଦିଅ, ନହେଲେ ଆହୁରି ଅଧିକ ଶ୍ରମ ସହ କାରାଦଣ୍ଡ ଭୋଗିବ। ବିଚରା ଜେରାଲଡ ନିରୁପାୟ ହୋଇ ସେଇଆ ହିଁ କଲା। ଏମିତି କିଛିଦିନ ବିତିଗଲା। ଥରେ ରାଜକୁମାରୀ ଖୁବ୍ ଦେହ ଖରାପରେ ପଡ଼ିଲେ। ଯେତେ ଔଷଧ ଦେଲେ ମଧ୍ୟ ତାଙ୍କର ଅସୁସ୍ଥତା ଆହୁରି ବଢ଼ିବାକୁ ଲାଗିଲା। ଦିନେ ମନ୍ତ୍ରୀ ରାଜାଙ୍କୁ କହିଲେ, ଆମ କଏଦୀମାନଙ୍କ ମଧ୍ୟରେ ଫ୍ରଙ୍କ ବୋଲି ଜଣେ ଯୁବକ ଅଛି। ସେ ସଦାସର୍ବଦା ପ୍ରସନ୍ନ ଥାଏ। ତାକୁ ପଚାରିବା କି ସେ ଯଦି ଏ ବିଷୟରେ କିଛି କରିପାରେ? ରାଜା ଫ୍ରଙ୍କକୁ ଡାକି ରାଜକୁମାରୀଙ୍କ ଅସୁସ୍ଥତା ବିଷୟରେ କହିଲେ। ଫ୍ରଙ୍କ ନିଜ ପୋଷାକ ଭିତରୁ ବଂଶୀଟି ବାହାର କରି ବଜାଇବାକୁ ଲାଗିଲା। ରାଜକୁମାରୀ ଅର୍ଦ୍ଧଚେତନ ଅବସ୍ଥାରୁ ଧୀରେ ଧୀରେ ଆଖି ଖୋଲି ଚାହିଁଲେ, ଆଉ ଅଳ୍ପ ଅଳ୍ପ ହସିଲେ। କ୍ରମେ ସେ ସୁସ୍ଥ ହୋଇ ଉଠିଲେ। ରାଜା କୃତଜ୍ଞତା ସ୍ୱରୂପ ଫ୍ରଙ୍କକୁ ବନ୍ଦୀ ଜୀବନରୁ ମୁକ୍ତ କରିଦେଲେ। ଫ୍ରଙ୍କ କହିଲା, ମୁଁ ଏକା ମୁକ୍ତ ହେବାର ଆନନ୍ଦ ନାହିଁ। ଯଦି ସବୁ ବନ୍ଦୀଙ୍କୁ ମୁକ୍ତ କରିଦିଅନ୍ତେ ତ କେତେ ଭଲ ନ ହୁଅନ୍ତା। ରାଜା ଭାବିଲେ, ଫ୍ରଙ୍କ ଯୋଗୁଁ ଯେତେବେଳେ ତାଙ୍କ ଝିଅ ଜୀବନ ଫେରି ପାଇଛି ସେତେବେଳେ ତାର ଅନୁରୋଧ ରକ୍ଷା କରିବା ଉଚିତ। ତେଣୁ ସେ ସବୁ ବନ୍ଦୀଙ୍କୁ ଖଲାସ କରିଦେଲେ। ଫ୍ରଙ୍କ ଆଉ ତାଙ୍କର ବନ୍ଧୁ ଜେରାଲଡ ମୁକ୍ତି ହୋଇ ନିଜ ଗାଁକୁ ଫେରୁଥାନ୍ତି। ବାଟରେ ଗୋଟେ ନଈ ପଡ଼ିଲା। ତତ୍କ୍ଷଣାତ୍ ଜେରାଲଡ ଥଳିକୁ ବାହାର କରି ନଈ ଭିତରକୁ ଫୋପାଡ଼ି ଦେଲା। ଫ୍ରଙ୍କ ମଧ୍ୟ ଆଶ୍ଚର୍ଯ୍ୟ ହେଲା। ଜେରାଲଡ କହିଲା, ଏ ଥଳିର ମୋର ଦରକାର ନାହିଁ।
ଏହା ମୋର ସବୁ ପ୍ରକାର ଖରାପ ଗୁଣକୁ ବଢ଼ାଇଲା। ଆଉ ମୁଁ କେବେ ଜୀବନରେ ଦିନେ ଖୁସି ହୋଇ ରହିପାରିଲି ନାହିଁ। ଦେବୀ ତୁମକୁ ଯେଉଁ ଉପହାର ଦେଇଛନ୍ତି ସେଇଟି ସବୁଠାରୁ ଭଲ ଉପହାର। ମଣିଷର ଧନ ଅପେକ୍ଷା ସୁଖ ଆଉ ସନ୍ତୋଷ ହିଁ ଅଧିକ ଆବଶ୍ୟକ। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗୋଟେ ଗପ ଉପହାର।